ବହୁ ଦୂରରେ ଥାଏ ଶିବ ମନ୍ଦିରଟିଏ। ସେହି ମନ୍ଦିରକୁ ଯାଉଥାନ୍ତି ଅନେକ ଭକ୍ତ। ସେମାନଙ୍କ କାନ୍ଧରେ ପାଣି ଭାର ଥାଏ। ଭାରର ଦୁଇ ପଟରେ ଝୁଲୁଥାଏ ଛୋଟ ଛୋଟ ଦୁଇଟି କଳସୀ। ଦୂରରେ ବହି ଯାଉଥିବା ନଈରୁ ପାଣି ସଂଗ୍ରହ କରିଥାନ୍ତି ଭକ୍ତମାନେ। ମନ୍ଦିରରେ ମହାଦେବଙ୍କ ଉପରେ ଜଳାଭିଷେକ କରିଥାନ୍ତି। ମନ୍ଦିରରେ ପହଞ୍ଚିବାକୁ ଆଉ କିଛି ବାଟ ଥାଏ, କିନ୍ତୁ ରାସ୍ତା ଉପରେ ଗଧଟିଏ ପଡିଥାଏ। ଗଧର ତଣ୍ଟି ଶୁଖି ଯାଉଥାଏ। ଟିକିଏ ପାଣି ପିଇବା ପାଇଁ ସେ ଆଉଟୁ ପାଉଟୁ ହେଉଥାଏ। ନିଜର ଶୁଖିଲା ଓଠରେ ଜିଭଟିକୁ ବୁଲାଇ ଆଣି ଏପଟ ସେପଟ ଅନାଉଥାଏ। କାନ୍ଧରେ ପାଣି ଭାର ବୋହି ଭକ୍ତମାନେ ସେପଟେ ଯାଉଥାନ୍ତି। ସେମାନେ ଗଧଟିକୁ ଦେଖିଲେ ଓ ଗଧଟି ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛି ଜାଣିପାରିଲେ, କିନ୍ତୁ ନିଜ କଳସୀରୁ ପାଣି ମୁନ୍ଦାଏ ବାହାର କରିଦେବା ପାଇଁ କାହାରି ମନ ବଳିଲା ନାହିଁ। ଶିବଙ୍କ ଉପରେ ଢାଳିବା ପାଇଁ ନେଉଥିବା ପାଣି ସେ ଗଧକୁ ଦେବେ କେମିତି? ଗଧର ଅବସ୍ଥା ଦେଖି ନ ଦେଖିଲା ପରି ଚାଲିଗଲେ, କିନ୍ତୁ କିଛି ସମୟ ପରେ ଜଣେ ଭକ୍ତ ସେହି ବାଟ ଦେଇ ଯାଇଥାନ୍ତି। ବାଟରେ ପଡି ଛଟପଟ ହେଉଥିବା ଗଧଟି ଉପରେ ତାଙ୍କର ନଜର ପଡିଲା। ସେ ଗଧକୁ ଦେଖିବା ମାତ୍ରେ ତାଙ୍କ ମନ ତରଳିଗଲା। ସେ ସେହିଠାରେ ଅଟକି ଗଲେ। କାନ୍ଧରୁ ପାଣି ଭାର ଓହ୍ଲାଇ ତଳେ ରଖିଲେ। ଗୋଟିଏ ପାଣି କଳସୀ ନେଇ ଗଧର ମୁହଁରେ ଦେଲେ। ବିଚରା ଗଧଟି ଚଁ ଚଁ କରି ପାଣିତକ ପିଇଗଲା। ବିକଳ ଆଖିରେ ଚାହିଁ ରହିଥାଏ ଗଧଟି। ଗଧଟିର ଶୋଷ ମରିନାହିଁ ବୋଲି ଲୋକଟି ଜାଣିପାରିଲା। ଅନ୍ୟ କଳସୀର ପାଣିତକ ତାକୁ ପିଆଇ ଦେଲେ। କ୍ଷଣିକେ ପିଇ ସାରି ଗଧ ଟିକେ ଆଶ୍ୱସ୍ତି ଅନୁଭବ କଲା। ଲୋକଟି ଖୁସି ହେଲା ଏବଂ ତାକୁ ଟିକେ ଆଉଁସି ଦେଲା। ତାଙ୍କର ଏହି କାମ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାଙ୍କୁ କହିଲେ, ତୁମେ ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ ନେଉଥିଲ, ତୁମେ ଏ କଣ କଲ? ମନ୍ଦିରକୁ ନ ଯାଇ ପାଣିତକ ଏହିପରି ନଷ୍ଟ କରିଦେଲ। ଗଧକୁ ପାଣି ପିଆଉଥିବା ଭକ୍ତ ଜଣକ କହିଲେ, ନା ଭାଇ, ମୁଁ ପାଣିତକ ନଷ୍ଟ କରିନାହିଁ। ଯେଉଁ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଁ ପାଣି ଆଣିଥିଲି ତାଙ୍କୁ ହିଁ ସବୁତକ ସେଇ ଠାକୁରଙ୍କ ଉପରେ ଢାଳିଛି। ମୋ ଠାକୁର କଣ ଖାଲି ଦେଉଳରେ ଅଛନ୍ତି? ମହାଦେବ ପରା ସକଳ ଜୀବମାନଙ୍କ ଭିତରେ ଅଛନ୍ତି। ଏ ଜୀବ ଖୁସି ହେଲେ ପରା ସେ ଖୁସି ହେବେ। ମୁଁ ପାଣିତକ ନଷ୍ଟ କଲି ବୋଲି ତୁମେ କହୁଛ କିପରି? ଭକ୍ତ ଜଣଙ୍କର କଥା ଶୁଣି ଅନ୍ୟମାନେ ନିଜର ଭୁଲ ବୁଝିପାରିଲେ। ବିପଦରେ ପଡିଥିବା ଗଧକୁ ସାହାଯ୍ୟ ନ କରି ସେମାନେ ଭୁଲ କରିଛନ୍ତି ବୋଲି ଅନୁତାପ କଲେ। ବାସ୍ତବରେ ଭଗବାନ ସକଳ ଜୀବ ଭିତରେ ବିଦ୍ୟମାନ। ରହୁଛି। ଧନ୍ୟବାଦ।